ଲଘୁଚାପ ଜନିତ ବର୍ଷା ଯୋଗୁଁ ସାପୁଆ ନଦୀରେ ଏବେ ବନ୍ୟା ଜଳ ପ୍ରବାହିତ ହେବା ଆରମ୍ଭ ହେଲାଣି। କାରଣ ଉପର ମୁଣ୍ଡରେ ଢେଙ୍କାନାଳ, ହିନ୍ଦୋଳ, ରାସୋଳ ପଟେ ବୋଧହୁଏ ପ୍ରବଳ ମାତ୍ରାରେ ବର୍ଷା ହେଇଛି। କାରଣ ଗତ 4 ଦିନ 5 ଦିନ ହେଲାଣି ଏମିତି ଲଗାଣ ବର୍ଷା ସାରା ଓଡ଼ିଶାରେ ଲାଗି ରହିଛି। ଆଉ ଏବେ ଦେଖୁଛନ୍ତି, ଆଜି ଆମେ ସକାଳେ ଦେଖୁଥିଲୁ ଯେ ପାଣି କିଛି ନଥିଲା, କିନ୍ତୁ ଆଜି ଅପରାହ୍ନରେ ଦେଖିଲା ବେଳକୁ ପାଣି ଆସ୍ତେ ଆସ୍ତେ ବଢ଼ିବା ଆରମ୍ଭ କଲାଣି। ଇଏ ହେଉଛି ସାପୁଆ ନଦୀ। ସାପୁଆ ନଦୀରେ ବର୍ତ୍ତମାନ ଆସ୍ତେ ଆସ୍ତେ ବନ୍ୟା ଜଳ ପ୍ରବାହିତ ହେଉଛି ଏବଂ ବଢ଼ିବାରେ ଲାଗୁଛି। ଏଠି ଆମେ 10 ମିନିଟ୍ ଭିତରେ ରହିବା ଭିତରେ ପ୍ରାୟ ଦେଖିଲୁଣୁ ଫୁଟେ 1.5 ଫୁଟ 2 ଫୁଟ ପର୍ଯ୍ୟନ୍ତ ପାଣି ବୋତଲ ବଢ଼ୁଛି। ଇଏ ସକାଳେ ଜମା ନଥିଲା, ପାଣି ନଥିଲା, ସାପୁଆ ନଦୀରେ ଆଦୌ ପାଣି ନଥିଲା। ଏ ଯେଉଁ ପଠା ଦେଖୁଛନ୍ତି, ପଠା ସମ୍ପୂର୍ଣ୍ଣ ଶୁଖିଥିଲା। ଆଉ ଏବେ ଅପରାହ୍ନରେ ପାଣି ଆସିବା ଆରମ୍ଭ କଲାଣି। ଯାହା ଜଣାପଡ଼ୁଛି ରାତି ସୁଦ୍ଧା ସାପୁଆ ନଦୀରେ ବନ୍ୟା ଆସିବାର ସମ୍ଭାବନା ଦେଖାଦେଇଛି। କାରଣ ଏଠାରେ ଯେଉଁ ରହିଛି ସାପୁଆ ନଦୀର ଗେଟ୍ ରହିଛି, ଗୋଟେ ଗୋଡ଼ିଜରିଆ ପଟେ ରହିଛି, ଆଉ ଗୋଟେ ଲକ୍ଷ୍ମୀବନ୍ଧ ପଟେ ପାଣି ବା ନିକଟ ରହିଛି। ନିହାତି କମରେ ଆଜି ରାତି ସୁଦ୍ଧା ଯାହା ଜଣାପଡ଼ୁଛି ସାପୁଆ ନଦୀରେ ବନ୍ୟା ଜଳ ବଢ଼ିବାରେ। କାରଣ ଇଏ ଯେଉଁ ନଦୀ ରହିଛି ସାପୁଆ ନଦୀ ଆସିଛି ଢେଙ୍କାନାଳ, ହିନ୍ଦୋଳ, ରାସୋଳ ନିକଟରୁ ଆସିଛି, ପ୍ରବାହିତ ହେଉଛି। ଏ ନଦୀ ଆଠଗଡ଼ ସହର ଦେଇ ପ୍ରବାହିତ ହେଉଛି। ଆଉ ଏ ନଦୀ ଯାଇକି ମିଶ୍ରଣ ହୋଇଛି ସର୍ପେଶ୍ୱର ମନ୍ଦିର ପାଖରେ ମହାନଦୀରେ ମିଶ୍ରଣ ହୋଇଛି। କିନ୍ତୁ ଗୋଳିଆ ପାଣି ବା ଯେଉଁ ସାପୁଆ ନଦୀର ପାଣି ବର୍ତ୍ତମାନ ଆସିବା ଆରମ୍ଭ କଲାଣି। ଆସ୍ତେ ଆସ୍ତେ ପାଣି ବଢ଼ୁଛି ଏବଂ ସନ୍ଧ୍ୟା ପରେ ରାତି ଅଧ ବେଳକୁ ନିହାତି କମରେ ସାପୁଆ ନଦୀରେ ଗୋଟେ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ଦେଖାଦେଇଛି। ଏବଂ ଜଳସେଚନ ବିଭାଗର କର୍ମକର୍ତ୍ତାମାନେ ଯେଉଁମାନେ ଅଛନ୍ତି, ପ୍ରଶାସନିକ ଅଧିକାରୀକୁ ଆମେ ସଚେତନ କରାଇ ଦେଉଛୁ ଯେ ତଳିଆ ଅଞ୍ଚଳରେ ଯେଉଁମାନେ ସର୍ପେଶ୍ୱର, ନାଉରଥ, ତରଡ଼ିଙ୍ଗ, ବର୍ଡ଼ିଙ୍ଗ ଯେଉଁମାନେ ଅଛନ୍ତି, କଣ୍ଟିଆ ନଦୀରେ ମଧ୍ୟ ବନ୍ୟା ଜଳ ଆସିବାର ସମ୍ଭାବନା ଦେଖାଦେଇଛି। ତେଣୁ ଆମେ ସେମାନଙ୍କୁ ସଚେତନ କରିଦେଉଛୁ ନିହାତି କମରେ। କାରଣ 4 ଦିନ 5 ଦିନ ଧରିକି ଯେଉଁ ଲଗାଣ ବର୍ଷା ହେଇଛି, ସାପୁଆ ଆଉ କଣ୍ଟିଆ ନଦୀରେ ମଧ୍ୟମ ଧରଣର ବନ୍ୟା ଜଳ ଆସିବାର ସମ୍ଭାବନା ଦେଖାଦେଇଛି। ବ୍ୟୁରୋ ନ୍ୟୁଜ୍, ଉଦୟ ଲାବଣ୍ୟ।